नमस्कार ମୁଁ ମୀନାକ୍ଷୀ ଚାଲନ୍ତୁ ନଜର ପକାଇବା ଖବର ଉପରେ ଯଦି ଆପଣଙ୍କୁ ମୋର ଭିଡିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ନମ୍ବର 1 ଭୃଗୁଙ୍କୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କରିବ ବିଜେଡି। ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଆଜି ସକାଳୁ ବାଜପାରୁ ଭୃଗୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଉ ଏବେ ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇ ସେ ବିଜେଡିରେ ମିଶିଛନ୍ତି। ତେବେ ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ନମ୍ବର ଦୂର ସ୍ଥାନକୁ ଭୋଟ ଦେବାକୁ ଯିବାକୁ ଥିବା କର୍ମଚାରୀଙ୍କୁ 2 ଦିନ ସ୍ୱତନ୍ତ୍ର ଛୁଟି। ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ। ମଙ୍ଗଳବାର ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସୂଚନା ଅନୁସାରେ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବେ ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ। ସେମାନେ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ପାଉଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲ୍ ବ୍ୟତୀତ ଏହି ସାମୟିକ ଛୁଟି ପାଇବେ। ଯେଉଁ ସରକାରୀ କର୍ମଚାରୀମାନେ ଭୋଟ ଦେବା ପାଇଁ ଦୂର ସ୍ଥାନକୁ ଯିବେ ସେମାନଙ୍କୁ ସର୍ବାଧିକ 2 ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ। ରାଜ୍ୟରେ ମେ 13, 20, 25 ଓ ଜୁନ 1 ତାରିଖରେ 4ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ମତଦାନ ଦିନ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି। ନମ୍ବର 3 5 ଲୋକସଭା ଆସନରେ ସ୍ପଷ୍ଟ ହେଲା ଲଢ଼େଇ। ବିଜେଡି, ବାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ 5 ଲୋକସଭା ଆସନରେ ନିର୍ବାଚନ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି। ସୁନ୍ଦରଗଡ଼ରେ ବିଜେଡି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନର ଏମ୍ପି ଜୁଏଲ ଓରାମଙ୍କୁ ବାଜପା ପୁଣି ଥରେ ପ୍ରାର୍ଥୀ କରିଛି। କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରୁ ବିଜେଡିର ଲମ୍ବୋଦର ନିଆଲ, ବାଜପାର ମାଳବିକା କେଶରୀ ଦେଓ ଓ କଂଗ୍ରେସର ଦ୍ରୌପଦୀ ମାଝୀ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ନବରଙ୍ଗପୁରରୁ ପ୍ରଦୀପ ମାଝୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବାଜପାରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି କନ୍ଧମାଳରୁ ବିଜେଡିର ଅଚ୍ୟୁତ ସାମନ୍ତ, ବାଜପାର ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମିରି ଚାନ୍ଦ ନାୟକଙ୍କ ମଧ୍ୟରେ ଟକ୍କର ହେବ। କୋରାପୁଟରୁ କାଳେରାମ ମାଝୀଙ୍କୁ ବାଜପା ପ୍ରାର୍ଥୀ କରିଥିବା ବେଳେ କୌଶଲ୍ୟା ହିକକାଙ୍କୁ ବିଜେଡି ଏବଂ ସପ୍ତଗିରି ଉଲ୍ଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ନମ୍ବର 4 ସମ୍ବଲପୁରରେ ବଢୁଛି ତାତି। ବଢୁଛି ସମ୍ବଲପୁର ସହରର ତାପମାତ୍ରା। ସ୍ୱାଭାବିକଠାରୁ 3 ରୁ 4 ଡିଗ୍ରୀ ଉପରେ ପାରଦ। ମଙ୍ଗଳବାର ସମ୍ବଲପୁର ସହରରେ ତାପମାତ୍ରା 39.4 ଡିଗ୍ରୀ ରେକର୍ଡ ହୋଇଛି। ସୋମବାର ସହରର ତାପମାତ୍ରା 38.5 ଡିଗ୍ରୀ ରହିଥିବା ବେଳେ ମଙ୍ଗଳବାର ପାଖାପାଖି 1 ଡିଗ୍ରୀ ବୃଦ୍ଧି ପାଇଛି। ସକାଳ 10ଟାରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଖରା ସହ ଗୁଳୁଗୁଳି ମଧ୍ୟ ଆରମ୍ଭ ହୋଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ସକାଳ 10ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା କରାଯାଇଛି। ରାତି ତାପମାତ୍ରା ବି ଆଗାମୀ 5 ଦିନ ଯାଏ 2 ରୁ 3 ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ନମ୍ବର 5 ପୋଷାକ ଦୋକାନରେ ନିଆଁ ଲାଗିବାରୁ 7 ଜଣଙ୍କର ଚାଲିଗଲା ଜୀବନ। ଅଗ୍ନିକାଣ୍ଡ ନେଲା 7 ଜୀବନ। ବୁଧବାର ସକାଳେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ଅତି କମରେ 7 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ 3 ଜଣ ମହିଳା ଏବଂ 2 ଜଣ ଶିଶୁ ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଭୋର ପ୍ରାୟ 4ଟା ସମୟରେ ଏକ ପୋଷାକ ଦୋକାନରେ ନିଆଁ ଲାଗିବା ପରେ 7 ଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ। ନମ୍ବର 6 କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଆଜି। ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ। ତାଙ୍କ ଆବେଦନରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ହେପାଜତକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ମଧ୍ୟବର୍ତ୍ତୀକାଳୀନ ସହାୟତା ଲୋଡ଼ିଛନ୍ତି। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ସମ୍ମୁଖରେ ଏହି ମାମଲା ଏବଂ ସକାଳ 10:30 ପରେ ଏହାର ଶୁଣାଣି କରାଯିବ। କେଜ୍ରିୱାଲଙ୍କ ଆବେଦନର ଉତ୍ତରରେ ଇଡି ମଙ୍ଗଳବାର ଏକ ଲମ୍ବା ଉତ୍ତର ଦାଖଲ କରି ଦାବି କରିଛନ୍ତି ଯେ ମଦ ନୀତି ଦୁର୍ନୀତିର କିଙ୍ଗପିନ୍ ତଥା ଅର୍ଥ ହେରଫେର ଅପରାଧରେ ଜଣେ ଷଡ଼ଯନ୍ତ୍ରକାରୀ। ନମ୍ବର 7 ଗେହଲଟଙ୍କ ପୁଅ ପାଇଁ 100% ପ୍ରଚାର କରିବି କହିଛନ୍ତି ସଚିନ ପାଇଲଟ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଚାଲିଥିବା ମନୋମାଳିନ୍ୟ ଦୂର ହେବା ପରେ କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ଆଗକୁ ବଢ଼ିବା ପାଇଁ ଦଳର ସର୍ବୋତ୍ତମ ସ୍ୱାର୍ଥରେ ସେ ତାଙ୍କ ବରିଷ୍ଠ ସହକର୍ମୀଙ୍କ ପୁଅ ବୈଭବଙ୍କ ପାଇଁ 100% ପ୍ରଚାର କରିବେ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ
ପାଇଲଟ ଏହି ସୂଚନା ଦେଇଛନ୍ତି। ନମ୍ବର 8 ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ଜାପାନରେ ସୁନାମି ଆଲର୍ଟ। ତାଇୱାନରେ ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଭୂକମ୍ପର ତୀବ୍ରତା 7.4 ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁଁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ ସୁନାମିର ପ୍ରଥମ ତରଙ୍ଗ ଏହାର 2ଟି ଦକ୍ଷିଣ ଦ୍ୱୀପକୁ ଆସିଛି। ନମ୍ବର 9 କଂଗ୍ରେସରୁ ଆଉଟ୍ ହେବେ ସୁର ରାଉତରାୟ। ପୁଅ ପାଇଁ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କଂଗ୍ରେସ ପଠାଇଲା କାରଣ ଦର୍ଶାଅ ନୋଟିସ୍। ବୁଧବାର ପିସିସି ସଭାପତି ଶରଦ ପଟ୍ଟନାୟକଙ୍କ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ନୋଟିସ୍ରେ କାହିଁକି ପୁଅ ମନ୍ନତ ରାଉତରାୟଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବୋଲି କୁହାଯାଇଛି। ଏନେଇ ପିସିସି ସଭାପତି ସୁରଙ୍କୁ ଜବାବ ମାଗିଛନ୍ତି। ନମ୍ବର 10 ଭୂମିକମ୍ପ ସମୟରେ ତାଇୱାନକୁ ଯୁଦ୍ଧ ବିମାନ ଓ ଜାହାଜ ପଠାଇଲା ଚୀନ। ଗୋଟେ ପଟେ ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ତାଇୱାନ ଆତଙ୍କିତ ଅବସ୍ଥାରେ ଥିବାବେଳେ ଚୀନ ତାହାର ପ୍ରକୃତ ରୂପ ଦେଖାଇଛି। ଏହି ବିପଦ ସମୟରେ ଚୀନ ନିଜର ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ତାଇୱାନ ନିକଟକୁ ପଠାଇଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ସୀମା ନିକଟରେ ଚୀନର 30ଟି ଲଢୁଆ ବିମାନ ଏବଂ 9ଟି ନୌସେନା ଜାହାଜ ଠାବ କରାଯାଇଛି। ଭୂମିକମ୍ପର 1 ଘଣ୍ଟା ପରେ ତାଇୱାନ ଏହା ଦାବି କରିଛି। ତାଇୱାନ ଦାବି କରିଛି ଯେ 24 ଘଣ୍ଟା ମଧ୍ୟରେ ନିଜ ପରିସରକୁ ଆସିଥିବା ଜାହାଜ ସଂଖ୍ୟା ଚଳିତ ବର୍ଷ ସର୍ବାଧିକ। ଚୀନ ବାରମ୍ବାର ତାଇୱାନକୁ ନିଜର ଅଞ୍ଚଳ ବୋଲି ଦାବି କରିବା ସହ ସେନାର ଆଶ୍ରୟ ନେବାକୁ ପଡ଼ିଲେ ମଧ୍ୟ ଏହାକୁ ଦଖଲ କରିବ ବୋଲି କହୁଛି।